ଚିକିକୁ ବଞ୍ଚାଇବା ପାଇଁ କିଛି ତ ଉପାୟ ଥିବ। ହଁ ଅଛି, ଚିକିକୁ ବଞ୍ଚାଇବା ପାଇଁ ଗୋଟେ ମାତ୍ର ଉପାୟ ଅଛି। ଚିକି ସକାଳୁ ସକାଳୁ ଏକ୍ସରସାଇଜ କରୁଥିବା ବେଳେ ଗୋଟେ ଡ୍ରୋନ୍ ମାରିବାକୁ ଚେଷ୍ଟା କରୁଥିବା। ସେତେବେଳେ ରାମ ଆସି ବଞ୍ଚାଇ ଦେବେ। ରୋହି ଗୋଟିଏ ବାବା ଆଣିବେ। ଷଡ଼ଯନ୍ତ୍ର କରି ଏବେ ଘୋର ଅନର୍ଥ ହେବ। ବାବାଙ୍କର ଭବିଷ୍ୟତବାଣୀ କେବେ ବି ଅନର୍ଥ ହେବ ନାହିଁ, କେବେ ବି ମିଛ ହେବ ନାହିଁ, କେବେ ବି ଅନର୍ଥ ହେବ ନାହିଁ। ସେଇ ତାଙ୍କୁ ଛାଡ଼ିବ ନାହିଁ, ତାଙ୍କୁ ଜୀବନ ନେଇକରି ହିଁ ରହିବ। ଛାଡ଼ିବ ନାହିଁ, ସର୍ବନାଶ କରିଦେବ ତୁମ ପରିବାରକୁ। ଆଲୋ ଝିଟିପିଟି, ତୋର କଥା ବଡ଼ ବଡ଼, କିଛି କାମ ହେଲା ନାହିଁ। ଡର ଚେହେରାରୁ ନାହିଁ, ଶାଶୁମା ଆଖିରେ ଓ ମନରେ ଥାଏ। ଯାହା ପରିବାରଙ୍କୁ ଭୋଗିବାକୁ ପଡ଼ିବ। ଏହି ବାବାଙ୍କର ଏବେ ମିଛ କାହାଣୀ ସବୁ ପରିବାରକୁ ସତ ଭୋଗିବାକୁ ପଡ଼ିବ। ତୁମ ଦୁଇଜଣ ଦଳ ବଦଳାଏ ନାହିଁ ତ? ଏବେ ଦେଖିଥାନ୍ତୁ ଶାଶୁମା, ଏହି ରୋହିର ତାର ଜୀବନରେ କେବେ ବି ହାରି ନାହିଁ। ଚିକିଙ୍କର ରୋଷେଇ ଘରରେ ତାପରେ ନିଆଁ ଜଳିବ। ରୋହି ବଞ୍ଚାଇ ଦେବ ଚିକିକୁ। ହାତରୁ ଟିକେ ରକ୍ତ ବାହାରିବ, ତାପରେ ହସ୍ପିଟାଲକୁ ନେବେ। ନକଲି ବାବା କହିବେ ଚିକିଙ୍କ ଉପରେ ଖରାପ ଛାୟା ଚାଲିଛି। ନିଅନ୍ତୁ ଏଇ ବୋତଲ, ତାଙ୍କୁ ପିଇ ଦିଅନ୍ତୁ। ତାପରେ ତାର ସନ୍ତାନ ଖରାପ ହୋଇଯିବ। ସେଇ ଛୁଆ ଯଦି ଏହି ଦୁନିଆକୁ ଆସିବ, ତାର ମା ମରିଯିବ। ଏଇଟା ହିଁ ସୁନିଶ୍ଚିତ ଏ ବାବାଙ୍କର। କେବେ ବି ଅନର୍ଥ ହେବ ନାହିଁ, ଏ ବାବାଙ୍କର ଭବିଷ୍ୟତବାଣୀ। ଚିକିକି ଆଗକୁ କେଉଁ ବିପଦ ଆସିବ, ଚିକି ବଞ୍ଚିବ କି ନାହିଁ, ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲର ଯଦି ପ୍ରଥମ ଥର କରି ଆସିଥିବେ, ଭିଡ଼ିଓକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏମିତି ଭିଡ଼ିଓ ଦେଖିବା ପାଇଁ। ଜୟ ଜଗନ୍ନାଥ।